ଠାକୁରଙ୍କ ସାମ୍ନାରେ ଛିଡ଼ା ହେଇକି ତାଙ୍କ ବିଷୟରେ କହିବାର ସେତିକି ସାମର୍ଥ୍ୟ ଭଲ ନାହିଁ। ତାଙ୍କର ଏତିକି ଲୀଳା ଅଛି ତାଙ୍କୁ କହିବା ମୁସ୍କିଲ। ଜଣେ ଜଣେ ମୁସଲମାନ ଭାଇ ତାଙ୍କ ପୂର୍ବ ଜନ୍ମରେ ଥିବା ଗୋଟେ ବ୍ରାହ୍ମଣ ସ୍ତ୍ରୀଙ୍କୁ ଯାଇକରି ତାଙ୍କ ପୁଅମାନଙ୍କୁ ଯାଇକରି ଧନ ସମ୍ପତ୍ତି ବାଣ୍ଟିକରି ଆସୁଛି। ପୁଣି ଜଣେ ଜଣେ ବଡ଼ ମର୍ଡର ସେ ପୁଣି ଜଣେ ମାଙ୍କର ସ୍ୱାମୀଙ୍କୁ ହତ୍ୟା କରୁଛି। ପୁଣି ପରବର୍ତ୍ତୀ ସମୟରେ ଯାଇକରି ରୀତି ହେଇକରି ସେ ତାଙ୍କୁ ଦୀକ୍ଷା ଦେଉଛି। ପୁଣି ଆଉ ଥରେ ଯାଇକରି ଗୋଟେ ମା ଠାକୁରଙ୍କ ସାମ୍ନାରେ କାନ୍ଦୁଛନ୍ତି, ମୋ ପୁଅର ମୃତ୍ୟୁ ହେଇଯାଇଛି ବୋଲି। ଠାକୁର କହୁଛନ୍ତି ଏ ମୃତ୍ୟୁ ପାଇଁ ତୁ ଦାୟୀ। ତ ତୁ ଯେମିତି ଜୀବନଯାପନ କରୁଛୁ, ତୋ ସ୍ୱାମୀ ସାଙ୍ଗରେ ଯେମିତି ଝଗଡ଼ା ହେଉଛୁ, ତାପରେ ଯେମିତି ମରିବାର ମରଣାନ୍ତକ ଖାଦ୍ୟ ଦେଉଛି, ପରବର୍ତ୍ତୀ ସମୟରେ ତୁମର ଯେଉଁ ପୁତ୍ର ହେଇଛି ସେ ପୁଅଟା ବେଶୀ ଦିନ ବଞ୍ଚିବ ନା ମରିବ, ଏସବୁ ଜିନିଷ ପାଇଁ ତମେ ଦାୟୀ। ସେସବୁ ଜିନିଷ କହୁଛନ୍ତି। ଆମେ ଠାକୁରଙ୍କୁ କିଏ ସଦ୍ଗୁରୁ କହୁ, କିଏ ଭଗବାନ କହୁ, କିଏ କେତେ ଜିନିଷ କହୁ, କିନ୍ତୁ ସେ ଜଣେ ଆଦର୍ଶ ପୁରୁଷ। ଠାକୁର ଯାହାକୁ ଦେଖିଲେ ବି ତାର ଜନ୍ମ ଜନ୍ମାନ୍ତରରେ ଯାହା ଘଟିଛି ସେ ସବୁ କହିପାରୁଥିଲେ। ଆମେ ସମସ୍ତେ ହେଉଛୁ ନିର୍ବାଚିତ ଭାଇ ଭଉଣୀ ମାନେ, ସେଥିପାଇଁ ଆମେ ଏଠି ବସିପାରିଛୁ। ଆମ ଯାହା ଗୁରୁ ଭାଇ ମାନେ ଅଛନ୍ତି ସମସ୍ତେ ଏମିତି ବାହାନା ଖୋଜୁ ତାଙ୍କ ସାଙ୍ଗରେ ଟିକେ ଯୁକ୍ତ ହେବା ପାଇଁ। ଆଜି ରାୟମା ତାଙ୍କ ନାତିର ଜନ୍ମଦିନ ପାଇଁ ଏଇ ସତ୍ସଙ୍ଗ ଦେଇଛନ୍ତି, ସେଥିପାଇଁ ଆମେ ବହୁତ ଉପକୃତ। ତାଙ୍କ ସାମ୍ନାରେ ବେଶୀ ତ କିଛି କହିହେବନି, କିନ୍ତୁ ମୋ ଭିତରେ କିଛି କିଛି ପରିବର୍ତ୍ତନ ଆସିଛି, ସେ ବିଷୟରେ ମୁଁ କିଛି କିଛି ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି। ଛୋଟ ସମୟ 5 ବର୍ଷ ବୟସରେ ବାପା ଚାଲି ଯାଇଛନ୍ତି, ଭାଇ ଭଉଣୀ 3 ଜଣ। ସେତେବେଳେ ବହୁତ ଅସୁବିଧା, ସେତେବେଳେ ଭଗବାନ ଅତି ନିଜର ଥିଲେ। ସେତେବେଳେ ମା କହୁଥିଲେ ଯେତେବେଳେ ଖାଇବୁ ଭଗବାନଙ୍କୁ ଟିକେ ନିବେଦନ କରିକରି ଖାଇବୁ। ଏହା ଭିତରେ ବହୁତ ସମୟ ବିତି ଯାଇଛି। ପୁଣି ଏଠି ସେପ୍ଟେମ୍ବର 14, 2020ରେ ଆସି ଜଏନ୍ କରିଛି ବେଦାନ୍ତ ଝାରସୁଗୁଡ଼ାରେ। ତାପରେ କିଛି 2 ମାସ ଭିତରେ ଠାକୁରଙ୍କ କୃପାରୁ ଅଭିଜିତାଙ୍କ ଠାରୁ ସଦୀକ୍ଷା ଗ୍ରହଣ କରିଛି। ପୁଣି ଏମିତି କିଛି ଦିନ ଗଲା ପରେ ଏପ୍ରିଲ 12, 2023 ମସିହାରେ ଗୁରୁ ଦାଙ୍କ ସାଙ୍ଗରେ ଆମେ ସତ୍ସଙ୍ଗ ବିହାର ଭୁବନେଶ୍ୱର ଯାଇଛୁ। ସେଠି କିଛି ନିବେଦନ କରିବାର ଥିଲା, ଆଉ ଆଚାର୍ଯ୍ୟ ଯାହା ବି ଆସିଥିଲେ। ସେଠି ଆମ ଫେରିବାର ବସ୍ ଟାଇମ୍ ଅଛି 9:30, ଆଉ ତାଙ୍କୁ ଆମ ଦର୍ଶନ ବେଳେ ସେଇ ପାଖାପାଖି 9:10, 9:15ରେ ସବୁ ଗୁରୁ ଭାଇମାନେ ବସିଛନ୍ତି, ତାଙ୍କ ମଝିରେ ଆଚାର୍ଯ୍ୟ ଦେବ ବସିଛନ୍ତି। ଆମେ ତ ଟିଭିରେ ବହୁତ ସିରିଏଲ ଦେଖୁ, ଭଗବାନ କେତେ ଦେଖାଯାଆନ୍ତି, କିନ୍ତୁ ସେ ଗୋଟେ ଏମିତି ସେ ଭିତରେ ବସିକରି ଚକ୍ ଚକ୍ ଗୋରା ଦେଖାଯାଉଛନ୍ତି, ଗୋଟେ ଦିବ୍ୟ ପୁରୁଷ ପରି ଦେଖାଯାଉଛନ୍ତି। ପ୍ରଥମେ ତାଙ୍କର ଦର୍ଶନ ନ ହୋଇଥିଲା। ତାପରେ କିଛି ସମୟ ଗଲା ପରେ ଡିସେମ୍ବର 31, 2023ରେ ମହାଭଦ୍ରଠାରୁ ଆମ ସ୍ୱସ୍ତିନୀ ବ୍ରତ 2 ଜଣଙ୍କ ଦେଲେ। ଏମିତି କିଛି ଦିନ ଗଲା ପରେ ପୁଣି ଲାଞ୍ଜିଗଡ଼ ମଝିରେ 3 ମାସ ପାଇଁ ଡେପୁଟେସନରେ ଟ୍ରାନ୍ସଫର ହେଲା। ପୁଣି ଏଠୁ ଯଦି ଲାଞ୍ଜିଗଡ଼ ଚାଲିଯିବୁ ବୋଲେ ପୁଣି ଏଠୁ ଦେଓଘର ଯିବାଟା ସୁବିଧା। ଏମିତି ଦେଓଘର ଯିବୁ ଚିନ୍ତା, ପୁଣି ସେ ବସ୍କୁ କହିବାରେ ଛୁଟି ମିଳିଗଲା, ସାଙ୍ଗେ ସାଙ୍ଗେ ଟିକେଟ୍ ବି ହେଇଗଲା ଦେଓଘର। ଦେଓଘରରେ ପୁଣି ଯାଇକରି ଆମ ସେ ସାନ ଝିଅର କଡ଼ି ଛୁଆ ହେଲା, ସେ ବିଙ୍କିଟା ଛୁଇଁଲେ କଡ଼ି। ଆଉ ଯେତେବେଳେ ଆମେ ଫେରିବା ସମୟ ହେଇଛି ଅଗଷ୍ଟ 27 ତାରିଖ 2023 ମସିହା, ସେ ବିଷ୍ଣୁଚରଣ ଶତପଥୀ ଦାଙ୍କ ସାଙ୍ଗରେ ଆମର ଭେଟ ହୁଏ। ସେ ହେଉଛନ୍ତି ମୁଖ୍ୟ ରୋଷେଇଆ ଆମ ଠାକୁର ପରିବାରର। ସେ ପୁଣି ବହୁତ ଭଲ ଭଲ କଥା କହିଲେ, ଆଉ ଆମକୁ ଫେରିବା ସମୟରେ ରୁଟି ତରକାରୀ 2-3 ପ୍ରକାର ମିଠା ଦେଇକରି ଆମକୁ ପଠେଇଲେ। ଯେମିତି ଆମକୁ ଲାଗିଲା ଠାକୁର ଲକ୍ଷ୍ମୀ ମା ଆମକୁ ତାଙ୍କ ପାଖରୁ କିଛି କହିକରି ପଠଉଛନ୍ତି ଝାରସୁଗୁଡ଼ାରେ। ଏମିତି ଅନେକ କଥା ଅଛି, ସବୁ କହି ତ ହବନି। ଆଉ ଯେତେବେଳେ ସ୍ୱସ୍ତିନୀ ବ୍ରତ ନେଲା, ଭଗବାନଙ୍କ କୃପାରୁ ବ୍ରାହ୍ମଣ ଘରେ ଜନ୍ମ, କିନ୍ତୁ ବ୍ରାହ୍ମଣ ପ୍ରକୃତି କିଛି ନାହିଁ। ଯେତେବେଳେ ସ୍ୱସ୍ତିନୀ ବ୍ରତ ନେଲୁ, ପାଖାପାଖି ଗୋଟେ ବ୍ରାହ୍ମଣ ହେଇପାରିଲି। ଆଉ ସେ ଟାଇମରେ ପୁଣି ଠାକୁରଙ୍କୁ ପୂଜା କରିବାରେ ଏମିତି ସୁଯୋଗ ବି ମଝିରେ ମଝିରେ ଦେଲେ, ତେବେ କିଛି ଅସୁବିଧା ହୁଏ। ଏମିତି ତ କହିବାକୁ ଗଲେ ବହୁତ କଥା ଅଛି। ଆଉ ଆମେ ସମସ୍ତେ ଏଠି ଟଙ୍କା ପଇସା ଧନ ସମ୍ପତ୍ତି ପୁଅ ଝିଅ ସମସ୍ତଙ୍କ ପଛରେ ଦୌଡୁଛୁ।
ଝିଅ ବାହା କରିବାର ଅଛି 40 ଲକ୍ଷ 50 ଲକ୍ଷ ଦରକାର, ପୁଣି ପାଠ ପଢ଼ିବ 10 ଲକ୍ଷ ଟଙ୍କା ଦରକାର, ଏମିତି ବଡ଼ ଘର କୋଠା ଦରକାର, ଏମିତି ସମସ୍ତଙ୍କ ମୁଣ୍ଡରେ ସବୁ ଚାଲିଛି। ଟଙ୍କା ପଇସା ଏମିତି ସବୁ ଚାଲିଛି। ବାକି ସମସ୍ତେ ଭାବନ୍ତି ଆମ ବାପା ମା ଅଛନ୍ତି ସବୁ ଠିକ୍ ହେଇଯିବ ବୋଲି। ସମସ୍ତ ଘରକୁ ଦେଖିବେ ଜଣେ ବାପା ମାଙ୍କର 4-5ଟା ପୁଅ ଥିବେ, କିନ୍ତୁ ତାଙ୍କ ଭିତରେ ବି ସେ ଗୋଟେକୁ ଭଲ କହନ୍ତି, ଗୋଟେକୁ ଖରାପ କହନ୍ତି, ଇଆଡୁ ସିଆଡୁ କହନ୍ତି। ତାଙ୍କ ଭିତରେ ବି ଟିଏନପିସି ଚାଲିଥାଏ। ଟିଏନପିସି ହେଉଛି ବଡ଼ ନିନ୍ଦା ପରନିନ୍ଦା। ଆମର ଗୋଟେ ଆମ ସାଙ୍ଗ ଭିତରେ ଆମେ କଥା ହଉ, ମାନେ ସେମାନେ ଯଦି ପ୍ରକୃତରେ ଆମେ ବାପା ମା ହେଇଥାନ୍ତି ବୋଲେ ଗୋଟେ ପୁଅର ଅସୁବିଧାକୁ କାହିଁ ସେମାନେ ଗ୍ରହଣ କରିପାରୁନାହାନ୍ତି, ଆଉ ଗୋଟେକୁ ଭଲ କହନ୍ତି, ଗୋଟେକୁ ଖରାପ କହନ୍ତି। କ'ଣ ସେମାନେ ଆମର ବାପା ମା? ଏଇ ଜିନିଷ ମୋତେ ମୁଣ୍ଡରେ ସବୁବେଳେ ଡାଉଟ୍ ହୁଏ। ଆମ ସମସ୍ତଙ୍କର ଏଠି ଯାହା ବାପା ମା ଅଛନ୍ତି ସେ ସେଠି ବସିଥାନ୍ତି। ଏଇ ଜିନିଷ ମଣିଷ ଭୁଲିଯାଏ। ଆମର ବହୁତ କିଛି ଅସୁବିଧା ଅଛି, କିନ୍ତୁ ଆମେ ଯଦି ଠିକ୍ ସେ ଭାବିବା, ଆପଣ ସମସ୍ତେ ଟିକେ ଠିକ୍ ସେ ଭାବନ୍ତୁ। ଆମେ ଜନ୍ମ ନେବା ଆଗରୁ ଆମକୁ ଘର ଦ୍ୱାର ପୁଣି ମାର କ୍ଷୀର ଧନ ସମ୍ପତ୍ତି ସବୁ ଯୋଗାଡ଼ କରି ଆମକୁ ପଠାନ୍ତି। ଭଗବାନ ସବୁବେଳେ ମୋ ଭକ୍ତର କିଛି ଅସୁବିଧା ହଉନି ବୋଲି ଆମକୁ ପଠେଇବା ଆଗରୁ ସମସ୍ତେ ସବୁ ଯୋଗାଡ଼ କରିକି ଆମକୁ ପଠାନ୍ତି। କିନ୍ତୁ ଆମେ ମଣିଷ ସେ ଟଙ୍କା ପଇସା ପଛରେ ସବୁବେଳେ ଧମକ। ଆଉ ଗୋଟେ କିଛି ଆଶ୍ରମର କିଛି ଅଳ୍ପ ଦିନର କଥା। ଜଣେ ଭାଇ ଅବିନ୍ଦାକୁ ପଚାରୁଛନ୍ତି, ଆପଣ ରାତିରେ କରନ୍ତି କ'ଣ? ଅବିନ୍ଦା କହୁଛନ୍ତି, କିଛି ଦିନ ଟିକେ ଅପେକ୍ଷା କର, ମୁଁ ତତେ କହିବି। ତାପରେ କିଛି ଦିନ ଗଲା ପରେ ଅବିନ୍ଦା ତାକୁ ଡାକୁଛନ୍ତି, ମତେ ଟିକେ ଛୁଇଁ ଯାଇବ। ସେ ଜଣେ ଛୁଇଁଲେ ଦେଖୁଛନ୍ତି ବହୁତ ଆତ୍ମା ସାଙ୍ଗରେ ତାଙ୍କର ମିଟିଂ ଚାଲିଛି ସବୁବେଳେ। ତାପରେ ତାକୁ କହିଲେ, ଏମାନେ ହେଉଛନ୍ତି ସବୁ ଠାକୁରଙ୍କର ପ୍ରିୟ ଲୋକମାନେ। ଏମାନେ ସବୁବେଳେ ମାନେ ପୃଥିବୀରେ ଜନ୍ମ ନେବା ପାଇଁ ଖାଲି ଭଲ ଭଲ ମାତୃଗର୍ଭ ଖୋଜୁଛନ୍ତି। ଏମାନେ ହେଲେ ଠାକୁରଙ୍କର ପ୍ରିୟ, ସବୁବେଳେ ଠାକୁରଙ୍କୁ ଖୋଜୁଛନ୍ତି। ଆଉ ଠାକୁର ଏବେ ଆଚାର୍ଯ୍ୟ ଦେବଙ୍କ ଭିତରେ ଅଛନ୍ତି। ତାଙ୍କୁ ସେବା କରିବାକୁ, ତାଙ୍କର ଦର୍ଶନ କରିବାକୁ ଏମାନେ ସବୁବେଳେ ଆତୁର ହେଇ ବସିଛନ୍ତି, କେମିତି ଧର ପୃଷ୍ଠରେ ଜନ୍ମ ନେବେ। ଏଇଟା ହେଲା ତାଙ୍କ ରାତିରେ ଏଇ କାମ ସବୁ ଚାଲିଥାଏ। ଆଉ ଠାକୁର ବିଷୟରେ ଆଉ ଗୋଟେ କଥା କହିବି। ଠାକୁର ସବୁବେଳେ କହୁଛନ୍ତି, ହେ ମହାମାନବ କାହିଁକି ଡରୁଛ? ହେ ମହାମାନବ କାହିଁକି ଡରୁଛ? ତମେ ସବୁବେଳେ ନାମ ନିଅ। ମୋର ଡରରେ ସୂର୍ଯ୍ୟ ଆଲୋକ ଓ ତାପ ପ୍ରଦାନ କରନ୍ତି, ଚନ୍ଦ୍ର, ବାୟୁ, ଇନ୍ଦ୍ର ସମସ୍ତେ ତାଙ୍କର କର୍ମ କରିଥାନ୍ତି। ମୋର ସୁଦର୍ଶନ ଚକ୍ର ସବୁବେଳେ ମୋର ଭକ୍ତର ରକ୍ଷା କରିଥାଏ। ତାପରେ ମୋର ନିତ୍ୟ ଦେହଧାରୀ ଭକ୍ତର କେହି ଛାଇକୁ ବି ମଧ୍ୟ କେହି ସ୍ପର୍ଶ କରିପାରିବେ ନାହିଁ। ମୋ ନିତ୍ୟଧାରୀ ଭକ୍ତର ମୁଁ ମଧ୍ୟ କିଛି କରିପାରିବେ ନାହିଁ। ଅବିରାମ ନାମ ନିଅ, କାହାକୁ ଡର ନାହିଁ। ଜୟ ଗୁରୁ।